गजपति जिला शिक्षा संजोग कार्यक्रम को आपण को स्वागत। गोरा इंग्रेज मानक अत्याचारपूर्ण शासन में देशवासी व्यतिव्यस्त हो पड़े। इंग्रेज मानक कबल देश को स्वाधीन करने बहु स्वाधीनता संग्रामी विप्लव निआरे झांस देले। सेहीपरि मयूरभंज जिले में आदिवासी मुंडा जातिर बिरसा मुंडा स्वाधीनता प्राण बलिर कहानी आधारित लेखक मंगलचरण विश्वाल लेखन निश्चित होती एकांकिका पहाड़र डाक। भंज माटीर बणमूल करे आदिवासी मने लगाई देला से निया। मुंडा जातिर भगवान से जे ताड़ा के सबूरी बुके लागुथिला जिया। विदेशी फिरिंगी शोषण मुक्त करबाकु देश बिरसा देला जे डाक। आबाल वृद्ध बनिता जागिले सेही डाक हेला पहाड़र डाक। पहाड़र डाक पहाड़र डाक पहाड़र डाक। आदिवासी संप्रदाय मुंडा जातिर 8 वर्षर बालक बिरसा तार वंशी स्वर ही विरह नुहे वीरत्वर मूर्छना। ए बयस रे मुंडा पिला निजर परिवार चलाए, अलणा कूद जाऊ खाए। जंगली मनीष से जंगल मां को भल पाए हेले जंगल को लुटुथिबा एवं जंगली आदिवासी मान को शोषण करुथिबा एवं बेघर करुथिबा दिकु अर्थात शत्रु मान को ऊपर बिरसा भाई राग। से दिकु होचंती दलाल महाजन राजा जमीदार साहुकार एवं गुरासाय। सेमानक कबलरू माटी मां को रक्षा करबा पई बिरसा नेछि वज्र शपथ। प्रथम दृश्य देखंतु मां करमी सह बिरसा कथोपकथन। मुंडा पिला गोरु जगे बणरू फलमूल आणे महुल फूल गोटाए कुटुंब पोषे संसार चलाए। संसार केमिति गो? संसारटा ददरा पणत परी रे पुओ पाखी सिले आउ पाख चिरी जाए। सबुदिने एमिति जाऊ दउछु मां, भलो करी लुण टिके भी दउनु। तोर बड़ भाई चुपचाप खाई दे, तू किया एमिति हेउ रे? मां कोमता भाई कहतुले से कोडे बस्ताए लुण आनिबे, आमे जाऊ रे मिसई खाइबा। सत्तरे मा आनिबे? से आनु न आनु तू तो आनिबो। मु बण को जाउछि मां, टिके घुरी आसीबी। कोन कहिलु? बण को जिबु? एकला जिबुनी। मते जंगल
ଭାରି ଭଲ ଲାଗେ ମା। ଏ ଜଙ୍ଗଲ ମତେ ଭାରି ଭଲ ଲାଗେ। ଗଛ ଯେପରି କୁହେ ମେଘକୁ ମୁଁ ଛୁଇଁବି ଛୁଇଁବି। ଏଇ ବଣ ଜଙ୍ଗଲ ତ ଆମର ମା ପରୀରେ ମୁଣ୍ଡା ଜାତିର ମା। ହେଲେ ଦିକୁ ମାନେ ତାକୁ ଉଜାଡ କରିଦେଲେଣି। ଦିକୁ 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 କିଏ ମା? ଦିକୁ କିଏ? ଦିକୁ ଆମ ଭଳି ମଣିଷ। ମଣିଆ, ମହାଜନ, ରଜା, ଜମିଦାର, ସାହୁକାର, ଗୋରା ସାହେବ ଏ ସବୁ ହିଁ ତ ଦିକୁ। ଆମ ଗାଁରୁ ଏମାନେ କଣ ଆମକୁ ତୋଡ଼ିଦେଲେ ମା? ଭଲିଆ ତ ଗାଁ। ଗୋରା ମାନେ ଛଡାଇ ନେଲେ ଆମଠୁ ଆମ ଗାଁ ମାଟି। ତୁ ଜନ୍ମ ହୋଇନଥିଲୁ। ତୋ ବଡ ଭାଇ କନ୍ତା ତୋ ଭଳି ହୋଇଥାଏ। ତୋ ବଡ ଭଉଣୀ ଦାସିନୀ ଓ ଚମ୍ପା ବୁଟୁ ବୁଟୁ ଚାଲୁଥାନ୍ତି। ଆମେ ଏଇ ବାମ୍ବା ପଳେଇ ଆସିଲୁ। ତୋର ଜନ୍ମ ଏଇଠି। ଗୁରୁବାରରେ ଜନ୍ମ ହୋଇଛୁ ବୋଲି ତ ତୋ ନାଁ ହେଇଛି ବିର୍ସା। ମା ଆମ ଜନ୍ମ ମାଟିକୁ ଏହି ଗୋରା ହାତରୁ ମୁଁ ମୁକୁଳେଇବି ମା। ମୁଁ ନିଶ୍ଚୟ ମୁକୁଳେଇବି। ତୁ କଣ କହୁଛୁ? ସତରେ ତ ପାରିବୁରେ ଧନ? ହଁ ମା ନିଶ୍ଚୟ ପାରିବି। ଖାଣ୍ଟି ସୁନାଠୁ ବି ଖାଣ୍ଟି ଏଇ ଆମ ମାଟିରେ, ଏଇ ଆମ ମାଟି। ମା ବିର୍ସା ପାହାଡ଼ର ଡାକ ଏକାଙ୍କିକାଟି ତ ଦେଖିଲ, ତାର ଚରିତ୍ର ମାନଙ୍କର ଅଭିନୟ ଏବଂ କଥୋପକଥନ ନିଶ୍ଚୟ ତୁମମାନଙ୍କୁ ଭଲ ଲାଗିଥିବ। ଏହି ପ୍ରଥମ ଦୃଶ୍ୟରେ ଆଧାରିତ କିଛି ପ୍ରଶ୍ନୋତ୍ତର କାର୍ଯ୍ୟ ଆମେ କରିବା। ପ୍ରଶ୍ନ 1, ପାହାଡ଼ର ଡାକ ଏକାଙ୍କିକାଟିର ଲେଖକ କିଏ? ଉତ୍ତର ହେଉଛି, ଏହାର ଲେଖକ ହେଉଛନ୍ତି ଶ୍ରୀ ମଙ୍ଗୁଳୁ ଚରଣ ବିଶ୍ୱାଳ। ପ୍ରଶ୍ନ 2, ବିର୍ସା ମୁଣ୍ଡାର ପ୍ରକୃତ ଗ୍ରାମର ନାମ କ'ଣ ଥିଲା? ବିର୍ସା ମୁଣ୍ଡାର ପ୍ରକୃତ ଗ୍ରାମର ନାମ ଥିଲା ଭଲିହାତି। ତାର ଭାଇ ଭଉଣୀଙ୍କ ନାମ କ'ଣ ଥିଲା? ଭାଇଙ୍କ ନାମ କୋମତା ଏବଂ ଭଉଣୀଙ୍କ ନାମ ଦାସିନୀ ଓ ଚମ୍ପା। ପ୍ରଶ୍ନ 3, ବିର୍ସା କ'ଣ କରିବାକୁ ଶପଥ ନେଇଥିଲା? ଉତ୍ତର ହେଲା, ଇଂରେଜମାନଙ୍କ ହାତରୁ ଦେଶକୁ ମୁକୁଳାଇବାକୁ ବିର୍ସା ଶପଥ ନେଇଥିଲା। ପ୍ରଶ୍ନ 4, ମୋତେ ଜଙ୍ଗଲ ଭାରି ଭଲ ଲାଗେ ମା, ଏକଥା କିଏ କାହାକୁ କହିଥିଲା? ଏହି କଥାଟି ବିର୍ସା ତାର ମା କରମୀକୁ କହିଥିଲା। ପ୍ରଶ୍ନ 5, ମୁଣ୍ଡା ପିଲା କି କି କାମ କରେ? ଉତ୍ତର ହେଲା, ମୁଣ୍ଡା ପିଲା ଗୋରୁ ଜଗେ, ବଣରୁ ଫଳମୂଳ ଆଣେ, ମହୁଲ ଫୁଲ ଗୋଟାଏ, କୁଟୁମ୍ବ ପୋଷେ, ସଂସାର ଚଳାଏ। ପ୍ରଶ୍ନ 6, ଦିକୁ କିଏ ବୋଲି କରମୀ ବିର୍ସାକୁ ବୁଝାଇଛି? ଉତ୍ତର ହେଲା, ଦିକୁ ଆମ ଭଳି ମଣିଷ, ମଣିଆ, ମହାଜନ, ରାଜା, ଜମିଦାର, ସାହୁକାର, ଗୋରା ସାହେବ ଏମାନେ ସବୁ ଦିକୁ ବୋଲି କରମୀ ବିର୍ସାକୁ ବୁଝାଇଛି। ବିର୍ସାର ନାମ ଏପରି କାହିଁକି ଦିଆହେଇଛି ବୋଲି କରମୀ କହିଛି? ଉତ୍ତର ହେଲା, କରମୀ ବିର୍ସାକୁ କହିଛି ଯେ ଗୁରୁବାରରେ ସେ ଜନ୍ମ ହୋଇଥିବାରୁ ତାକୁ ଏପରି ନାମ ଦିଆଯାଇଛି। ବର୍ତ୍ତମାନ ତୁମ ପାଇଁ ଗୋଟେ କାମ ଦିଆହେଉଛି। ମା ଓ ପୁଅଙ୍କ କଥୋପକଥନ ଭଳି 2 ଯୋଡ଼ା କଥୋପକଥନ ନିଜ ମନରୁ ଲେଖ। ପିଲାମାନେ ଏହି ପ୍ରଶ୍ନର ଉତ୍ତର ଗୁଡ଼ିକ ତୁମେ ସବୁ ଲେଖିକି ଆଣିବ। ଆଉ ଆଜିର ଏହି କାର୍ଯ୍ୟକ୍ରମରେ ତୁମମାନେ ସହଯୋଗ କରିଥିବାରୁ ତୁମମାନଙ୍କୁ ଧନ୍ୟବାଦ।